ସାଙ୍ଗମାନେ କେଦାର ଗୌରୀ ସିରିଏଲରେ ଆଜି ଗୁରୁଦେବ କେଦାର ଏବଂ ଗୌରୀ ଏବଂ ପିୟୁଷକୁ ବହୁତ ରାଗି ଯାଇଛନ୍ତି। କାହିଁକି ନା ଦୁଇଟା କାଳସର୍ପ ପୂଜା ଅଛି ଆଉ ତୁମେମାନେ କ'ଣ ପାଇଁ ବିଳମ୍ବନା କରୁଛ ବୋଲି କହୁଛନ୍ତି କେଦାର ଗୌରୀ ପିୟୁଷକୁ। ଗୁରୁଦେବ ଏବଂ ପିୟୁଷ କହୁଛନ୍ତି ଆଜି ଦୁଇଟା ଛୁଆଙ୍କର ଜନ୍ମଦିନ ଥିଲା ନା ସେଥିପାଇଁ। ତାପରେ ଗୁରୁଦେବ କହୁଛନ୍ତି କ'ଣ ଏକଥା ମୋତେ ଆଗରୁ କହିଲନି କାହିଁକି? ଏବେ ତମେ ତମ ନିଜ କର୍ମର ଫଳ ଭୋଗ, ଯେଉଁଟା ତମେ ଜାଣିନ ସେଇଟା ସେ କାମ କରୁଛ କାହିଁକି? ଏମିତି କହି ଗୁରୁଦେବ ରାଗୁଛନ୍ତି। ତ ସାଙ୍ଗମାନେ ଆପଣମାନଙ୍କୁ କ'ଣ ଲାଗୁଛି, କ'ଣ ଘଟିପାରେ, କ'ଣ ଭୋଗିବାକୁ ପଡ଼ିବ କେଦାର ଗୌରୀ ଏବଂ ପିୟୁଷକୁ? ଆପଣମାନେ ନିଶ୍ଚୟ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ ଏବଂ ଆମ ଭିଡ଼ିଓଟି ଭଲ ଲାଗିଥିଲେ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରି ରଖନ୍ତୁ। କାହିଁକିନା ଆମେ ଏମିତି ଅପଡ଼େଟ୍ ସିରିଏଲ୍ ଅପଡ଼େଟ୍ ଆପଣମାନଙ୍କୁ ଏହି ଚ୍ୟାନେଲ ମାଧ୍ୟମରେ ଭେଟିବାକୁ ଯିବୁ ଆଉ ଆପଣମାନେ ଜାଣିପାରିବେ। ସେଥିପାଇଁ ଆମ ଚ୍ୟାନେଲକୁ ନିୟମିତ ଭାବରେ ଦେଖି ରୁହନ୍ତୁ। କହୁଛନ୍ତି ଯେଉଁଟା ତୁମେ ଜାଣିନ, ଯେଉଁଟା ତୁମେ ଶୁଣିନ ସେ କାମ ଯାକ କ'ଣ ପାଇଁ କରୁଛ? ଯଦି କରିବାର ଅଛି ମୋତେ ଥରେ ଫୋନ୍ କରି ପଚାରିଲ, ଏମିତି ରାଗୁଛନ୍ତି ଗୁରୁଦେବ। ସେଥିପାଇଁ ପିୟୁଷ ଆଶ୍ଚର୍ଯ୍ୟ